ଖରା ଦିନେ ଆମେ ପାଣି ତ ପିଇଥାଉ କିନ୍ତୁ ଶରୀରରୁ ଅତ୍ୟଧିକ ଝାଳ ବାହାରି ଯାଇଥାଏ। ମୁଣ୍ଡ ଭାରି ଭାରି ଲାଗିଥାଏ, ଶରୀରରେ ଜଳାପୋଡ଼ା ହୋଇଥାଏ, ଆଉ ଆମେ ଶକ୍ତିହୀନ ଅନୁଭବ କରୁ। ଡିହାଇଡ୍ରେସନ୍ କେବଳ ପାଣିର ଅଭାବରୁ ହୋଇନଥାଏ, ଏହା ଶରୀର ଭିତରେ ତାପମାତ୍ରାର ଅସନ୍ତୁଳନ ହେବାର ସଂକେତ। ଅତ୍ୟଧିକ ଗରମ ପାଇଁ ଆମ ସେଲ୍ ଗୁଡ଼ିକ ଶୀଘ୍ର ଜଳୀୟ ଅଂଶ ହରାଇ ବସନ୍ତି। ଆମେ କେବଳ ପାଣି ପିଇଥାଉ କିନ୍ତୁ ଶରୀରର ଇଲେକ୍ଟ୍ରୋଲାଇଟ୍ ଷ୍ଟୋରେଜ୍ ଖାଲି ହେବାକୁ ଲାଗିଥାଏ, ଫଳରେ ମାନସିକ ଅସ୍ଥିରତା ଆଉ ଶାରୀରିକ ଦୁର୍ବଳତା ବଢ଼ି ଯାଇଥାଏ। ଏହି ଗ୍ରୀଷ୍ମ ଋତୁରେ ନିଜକୁ ସତେଜ ରଖିବାର 3ଟି ସରଳ ଉପାୟକୁ ଅବଲମ୍ବନ କରନ୍ତୁ। ଆପଣ ପାଣିରେ କିଛି ପୋଦିନା ପତ୍ର, କିଛି କାକୁଡ଼ିର ଖଣ୍ଡ, କିଛି ସୈନ୍ଧବ ଲୁଣ ମିଶାଇକି ରଖନ୍ତୁ। ଏହି ପାଣିକୁ ଆପଣ ବ୍ୟବଧାନ ଅନ୍ତରରେ ସିପ୍ ସିପ୍ କରିକି ପିଅନ୍ତୁ। ଏହା ଶରୀରର କୁଲିଂ ଇଫେକ୍ଟକୁ ବଢ଼ାଇ ଦେଇଥାଏ। ସକାଳେ ଖାଲି ପେଟରେ ଆପଣ ପଇଡ଼ ପାଣି ପିଇପାରିବେ ବା ମିଶ୍ରି ପାଣି ପିଇପାରିବେ। ଏହା ଆପଣଙ୍କୁ ଭିତରୁ ଶୀତଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ। ଏକା ସାଙ୍ଗରେ ପାଣି ନ ପିଇକି ଆପଣ କିଛି କିଛି ବ୍ୟବଧାନରେ ପାଣି ପିଉଥାନ୍ତୁ, ଯାହାଫଳରେ ଆପଣ ଶରୀର ଭଲ ଭାବରେ ପାଣିକୁ ଶୋଷଣ କରିପାରିବ। ଏହା ଛଡ଼ା ଆପଣ ୱାଟରି ଫୁଡ଼ ଯେମିତିକି କାକୁଡ଼ି, ୱାଟରମିଲନ୍, ଫୁଟି ଆଉ ବେଲ ଏହିସବୁ ଜିନିଷ ଆପଣ ଖାଇପାରିବେ। ଖରାଦିନେ ବହୁତ ଭଲ ମିଳେ ଆଉ ଏହା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାର ମିନେରାଲ୍ସ ବି ମିଳିପାରିବ।